ରୋଲାଣ୍ଡ ଗାରସ୍ରେ ଇତିହାସ ରଚିଲେ ଆଲକାରାଜ। ଲଢ଼ିଲେ 5 ଘଣ୍ଟା 29 ମିନିଟ୍। ଜିତିଲେ କ୍ରମାନ୍ୱୟରେ ଦ୍ୱିତୀୟ ଫ୍ରେଞ୍ଚ ଓପନ୍ ଟାଇଟଲ୍। ହଁ ଦର୍ଶକ ବନ୍ଧୁ, ଆମେ କହୁଛୁ ସ୍ପେନ୍ର 22 ବର୍ଷୀୟ ଟେନିସ୍ ତାରକା କାର୍ଲୋସ୍ ଆଲକାରାଜଙ୍କ କଥା। ବିଶ୍ୱ ମାନ୍ୟତାରେ 2 ନମ୍ବର ଖେଳାଳି ଆଲକାରାଜ ଇଟାଲୀର 23 ବର୍ଷୀୟ ବିଶ୍ୱର 1 ନମ୍ବର ଖେଳାଳି ଜାନିକ୍ ସିନରଙ୍କୁ ଫ୍ରେଞ୍ଚ ଓପନ୍ରେ ପରାଜିତ କରି ଜିତିଛନ୍ତି କ୍ରମାନ୍ୱୟରେ ଦ୍ୱିତୀୟ ଟାଇଟଲ୍। ରାଫେଲ୍ ନାଦାଲଙ୍କ ପରେ ଆଲକାରାଜଙ୍କୁ କ୍ଲେ କୋର୍ଟର ନୂଆ ଯୁବରାଜ ବୋଲି କୁହାଯାଉଛି। ଫ୍ରେଞ୍ଚ ଓପନ୍କୁ ମିଶାଇ ସେ କ୍ୟାରିୟରରେ 5ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ସାରିଲେଣି। ରୋଲାଣ୍ଡ ଗାରୋସରେ ସିଙ୍ଗଲ୍ସ ଫାଇନାଲ୍ ବେଶ୍ ରୋମାଞ୍ଚକର ହୋଇଥିଲା। ପ୍ରଥମ 2ଟି ସେଟ୍ ସିନର ବିଜୟୀ ହୋଇଥିଲେ। ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଆଲକାରାଜ ପରବର୍ତ୍ତୀ 3ଟି ସେଟ୍ ଜିତିବା ସହ ଚାମ୍ପିଅନ୍ ହୋଇଥିଲେ। ଆଲକାରାଜ 4-6, 6-7, ଟାଇବ୍ରେକର 4-7, 6-4, 7-6, ଟାଇବ୍ରେକର 7-4 ଏବଂ 7-6, ଟାଇବ୍ରେକର 10-2ରେ ବିଜୟୀ ହୋଇଥିଲେ। 5 ସେଟ୍ ମୁକାବିଲାରୁ 3 ସେଟ୍ ଟାଇବ୍ରେକରରେ ନିର୍ଣ୍ଣୟ ହୋଇଥିଲା। 5 ଘଣ୍ଟା 29 ମିନିଟ୍ ଚାଲିଥିଲା ଲଢ଼େଇ। ଫ୍ରେଞ୍ଚ ଓପନ୍ ଇତିହାସରେ ଥିଲା ସବୁଠୁ ଦୀର୍ଘତମ ଫାଇନାଲ୍ ମୁକାବିଲା। ଇତିହାସ ରଚିବା ସହ ଆଲକାରାଜ ଜିତିଲେ ଟାଇଟଲ୍। ତାଙ୍କ ଖେଳ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଚ୍ୟାନେଲକୁ ଲାଇକ୍, ସେୟାର ଓ କମେଣ୍ଟ କରିବା ସହ ସବସ୍କ୍ରାଇବ୍ କରନ୍ତୁ।